गोपाल जी क्रिएशन विदग्ध कला ओडिया संस्कृतिर परिचय पाला जार नाम आम पाला आम संस्कृति कार्यक्रम को आपण मानक स्वागत जनाऊँ। बाईसी पहाचे तोर बिका हुए भात 22 पहाच काहाकू कहवा आज्ञा आज्ञा आकु पाला वाला माने रिसर्च करूना नाय मो बही किनले हबो ना मो एति सुन के जानथली 22 पहाच आगो बही देखि आ किनी मात्र 2200 पहाच बाई बोले बाइया बाया बाया बाइया मानक भितर ईश्वर बोले श्रेष्ठ जी आज्ञा जी श्रेष्ठ बाइया श्रेष्ठ पागल हाँ हाँ से अभड़ा बिका आरंभ होछि हाँ पुणी कहला साल बेग कौन कहली कला 22 पहाच पका कई बल्य हे ओ से बेका 22 पहाच पका कई बल्य हे ओ से बेका होई सारिया भिको होई सारिया भिको रंगा छोड़ा बाईसी पहाच पक्का से 22 कौन कौन ना बाई युक्त ईश्वर 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 बाई मानक भितरे बोले बाइया मानक भितरे जी श्रेष्ठ श्रेष्ठ आपण कहिबे कौन एमती गायकटा कहूछ बाइया मानक भितरे जी श्रेष्ठ अच्छा जगत रे जी भलो मनीष आज्ञा आज्ञा ताकू भलो कहिबा हाँ ना जी बाइया हाँ ताकू भलो कहिबा नाई सारे जे भल मनुष्य ताकू भल कहबा ना आउ जे बाइया से चप्पल गोटेइबो जरी खाइबो ताकू भल कहबे नाई ना खंडिया बिड़ी टाणिबो भलो मनीष को केबे आमी भलो कहि परिबानी आउ बाइया होची श्रेष्ठ केमिति जने केते बेले बाइया होबो केते बेले गोटे टाइम अछि सारे देखिबा से टाइम टा केते बेले बही ना हला बाइया गीता हाँ हाँ कवि हेले बाइया बाबा बाइया बाबा कौन कहिले जा गुरु थिले हरिदास बाबा जी हाँ हाँ गुरु ब्रह्म दर्शन करि पारलानी नाई 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 किंतु शिष्य ब्रह्म दर्शन कला कला गुरु बड़ हे पारलानी ना 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 शिष्य बड़ हला हेई गला बाइया केते बेले तू हबू से टाइम टा सारे केते बेले कला पे अपना को चिन्हिले टूटी जाए बासना रे टूटे जाए बासना रे टूटे जाए बासना आपे अपना को चिन्हिले बो बाइया सेना रे बाइया सेना आपे अपना तो मिले
ଆପଣାକୁ ଯେତେବେଳେ ଚିହ୍ନିବୁ ତୁ ସେତିକି ବେଳେ ବାଇଆ ହବୁ। ହବୁ ହବୁ କେତେବେଳେ ଚିହ୍ନିବୁ? ଯେତେବେଳେ ଯାକେ ନ ଚିହ୍ନିଛୁ ନିଜେ ନିଜକୁ ଆଜ୍ଞା ଆଜ୍ଞା ତୁ ମାୟା ମୋହ ବନ୍ଧନରେ ବାନ୍ଧି ହେଇକି ରହିବୁ। ଏଣୁ ସଂସାରେ ଦୈବ ଦୌଡ଼ି ନର ହଟାଇ ଗାଈ ନର ହଟାଇ ଗାଈ ବିଶ୍ୱନାଟକ ସୂତ୍ରଧର ଆୟ ତରେ ଚଳାଇ ଚଳାଇ କଲା କେତେବେଳେ ନେଇ ବସାଏ ରାଜ ସିଂହାସନରେ ରାଜ ସିଂହାସନରେ ରାଜ ସିଂହାସନରେ କେତେବେଳେ କରି ଭିକାରୀ ବୁଲା ଦ୍ୱାରେ ଦ୍ୱାରେ ସେ ଦ୍ୱାରେ 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 ସେ ଦ୍ୱାରେ ଦ୍ୱାରେ ସେ ଦ୍ୱାରେ ନେଇ ଭିକାରୀ ବୁଲା ସେ ଦ୍ୱାରେ ଦ୍ୱାରେ କେତେବେଳେ ଆମକୁ ରାଜ ସିଂହାସନରେ ବସାଏ। ହେଲା 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 ସେ କିଏ କିଏ ସିଏ? ନା ଦୈବ। ଦୈବ ବୋଲେ କଣ? କଣ ସାରେ ମୁଁ ବୁଝୁଛି ସେଇ କଥା। ଯାହାକୁ ଆମେ ମାନେ କହେ ଭାଗ୍ୟ। ଭାଗ୍ୟ କେତେବେଳେ ରାଜ ସିଂହାସନରେ ବସାଏ ମାଲୁ, ହଁ 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 କେତେବେଳେ ଭିକାରୀ କରିକି ବୁଲାଏ। ଦ୍ୱାରେ ଦ୍ୱାରେ ବୁଲାଇ ଆଜି ଘର କାମ କରିଦବ ସୁଦଶା ବ୍ରତ ପଡିଛି, ହଁ ହଁ ଶାଶୁ କହିବ ମୋ ବୋହୂ ଏକ ନମ୍ବର। ଆଉ ସକାଳ ପାଉ ପାଉ ବ୍ରତକୁ ଭାଙ୍ଗିଲାଣି, ବ୍ରତ ନାରାୟଣ ପୂଜା କରିକି ଦୁବ ଗଣ୍ଠି ବାନ୍ଧିଲାଣି। ମୋ ବୋହୂଠୁ ଭଲ ବୋହୂ ଆଉ କି ନାହିଁ। ନାଇଁ 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 ତା ପରଦିନ ଖାଇଲା ବେଳକୁ ଯଦି ଅଧଘଣ୍ଟେ ଲେଟ୍ ହେଇଗଲା ଗଲା ଗର୍ଜିଲା ଶାଶୁ, ହଁ ଠୁକୁରି ଝିଅ ଭୋକର ମୋ ପେଟ ଆଉଟୁ ପାଉଟୁ ହେଲାଣି, ଏତେବେଳେ ଯା ଖାଇବାକୁ ବାଢି ନଉ ତୋ ବୋପା ମା ଏଇଆ ଶିଖେଇଛନ୍ତି। ଝୋଗୁଣି ଖିଆ ଝିଅ ଯାହା ତ ପାଟିକି ଆଇଲା ଆଉ। ଶାଶୁ ପାଟିକି ଯାହା ଆସିଲା ହଁ ହଁ ସିଏ ତାହା ସେଇଠି ଆରମ୍ଭ କରିଦିଏ। ହେଲା 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 ତେଣୁ ମୁଁ କହିବାର ଉଦ୍ଦେଶ୍ୟ କଣ ସାରେ? ସାନନ୍ଦମ୍ ସଦନମ୍ ସୁତସ୍ୟ ବୁଧୟୋ ବୁଧୟୋ କାନ୍ତା ମୃଦୁ ଭାଷଣ। ଭାଷଣଂ ସେଇ ଘରଟା ସେତିକି ବେଳେ ଆନନ୍ଦ ହବ। ହବ ହବ ଯୋଉଠି ସୁତ ବୋଲେ ପୁଅଟା ହବ ଯୋଗ୍ୟ। ଯୋଗ୍ୟ ପୁଅ। ଆଉ ଘୁଷୁରୀ ଭଳିଆ କଣ ଆମେ ମେଞ୍ଚେ ଖାଉନେ? ଖାଉଛେ ସାରେ ଘୁଷୁରୀ ଭଳିଆ କଣ ମେଞ୍ଚେ ଛୁଆ ଜନ୍ମ କରିନେ? କରୁଛେ ଲାଭ କଣ ଅଛି? ନାଇଁ 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 ଯୋଉ ଘରେ ପୁଅ ହଉଛି ଯୋଗ୍ୟ, ଯୋଗ୍ୟ ପୁଅ ସେଇ ଯୋଗ୍ୟ ପୁଅ ଦ୍ୱାରା ହଁ ହଁ ହଁ
ଆମେ ବାପା ନାଁଟାକୁ ରଖିବା ରଖିବା। ଆଉ ଯାହାର ଯୋଗ୍ୟ ପୁଅ ମୋ ରହିଛି ଯୋଗ୍ୟ ପୁଅ। ତମେ କଣ ପାଇଁ ସବୁ ପାଲାକୁ ଆଉଛ କିରେ? କଣ କରିବା? ଯୋଉ ପୁଅ ବାପା ନାଁ ରଖିଲା ହଁ ସିଏ ଯୋଗ୍ୟ ପୁଅ ହଁ ନା ଯୋଉ ପୁଅ ବାପା ନାଁଟା ବୁଡେଇ ଦେଲା ହଁ ସାରି ସିଏ ଯୋଗ୍ୟ ପୁଅ? ଯିଏ ବୋପା ନାଁ ରଖିବ ସେ ଯୋଗ୍ୟ ପୁଅ ନା। ଆଉ ଚୁପ୍! ଯିଏ ନାଁ ବୁଡେଇବ ସେ ଯୋଗ୍ୟ ପୁଅ? ଭାଇ କହୁନା ଏ ନାଁ ରଖିବ ସେ ଭଲ ନା ନାଇଁ? ଦେଖିଲ ଭୋଟ ମୋର ଅଧିକାର। ଆରେ ସାର୍ ଆମର ଗାୟକ ଅଛନ୍ତି ବାପା ନାଁ ରଖିଛନ୍ତି ନା ଆଉ ନାଁଟା ବୁଡଉଛନ୍ତି କି ନା ଏଇ ଯିଏ ବାପା ନାଁଟା ବୁଡେଇ ଦେଲା ସେଇଟା ଯୋଗ୍ୟ ପୁଅ। ଭିଡ଼ା ଭିଡ଼ା କେମିତି ସାରେ ପ୍ରମାଣ ଦେଲେ ଆମେ ଜାଣିମୁ କେମିତି? କଲା ବିଖନ ବାଲ ଲେଖନ ବର୍ଣ୍ଣ ମୁଣ୍ଡ ପ୍ରଚଣ୍ଡା ନଳେ ଦହନ ମୁଣ୍ଡ ପ୍ରଚଣ୍ଡା ନଳେ ଦହନ ମୁଣ୍ଡ ପ୍ରଚଣ୍ଡା ନଳେ ଦହନ କଲା ଦେଶ ପଠନ ପଶ୍ଚାତ କରିଣ କଲା ଦେଶ ପଠନ ପଶ୍ଚାତ ଭଲ ବିରୋଧୀ ଭୁଜ ମୁର୍ଗାରେ ସେ ଦଣ୍ଡ ତୁମ୍ବି ଭାବେ ଶ୍ରଦ୍ଧାରେ ସେ ଦଣ୍ଡ ତୁମ୍ବି ଭାବେ ଶ୍ରଦ୍ଧାରେ ସେ ଦଣ୍ଡ ତୁମ୍ବି ଭାବେ ଶ୍ରଦ୍ଧାରେ। ତୁ ବସି କଣ ନଉଛୁ? ଏଗୁଡା ତୁ ସାରଙ୍କର ହବ? ହବନି। ଏପଟେ ଭାଇମାନେ କହୁଛନ୍ତି ସାର୍ଙ୍କର ଏମିତି ହଉଥିଲା କଣ ହଉନି କିଛି। ଆରେ ଦେହଟା ଟିକେ ଦୁର୍ବଳ ହେଇଯାଇଛି ଗାଡି ଆକ୍ସିଡେଣ୍ଟ ଯୋଗୁ। ଅଣ୍ଟାଟା ଭାଙ୍ଗି ଯାଇଛି ବେଲ୍ଟ ପିନ୍ଧିକି ଆଉଛି। ଆଉ ତୁ ଭାବୁଛୁ କଣ ପେଣ୍ଡାଲରେ ମୁଁ ଛାଡିଦେବି? ନାଇଁ 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 ଦୁର୍ଯ୍ୟୋଧନ କହିଥିଲା କଣ କହିଥିଲା? ଭୀମକୁ କହିଲା ଭାବନା ମୁଁ ଜାନୁ ହରା ହୋଇଛି ଦୁର୍ବଳ ଭାଷା ଗୋଳ ମାଳ ହେଲେ ବିମୁଷ ବଳ ଭାଷା ଗୋଳ ମାଳ ହେଲେ ବିମୁଷ ବଳ ଭାଷା ଗୋଳ ମାଳ ହେଲେ ବିମୁଷ ବଳ। ନୃସିଂହ ହୋତାକୁ ଓଡ଼ିଶାର କିଏ ଜାନୁହରା ବୋଲି ଭାବନା। ନାଇଁ 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 ଯେତିକି ଦିନ ବଞ୍ଚିଛି ହଁ ହଁ ଓଡ଼ିଶାରେ ଲୁହା ମହି ବୁଲେଇ ସାରିଛି। ଆଜ୍ଞା ଆଜ୍ଞା ଆଉ ଅର୍ଣ୍ଣଦା ଭାଇ ପାଲନ ହଉ ନଉ ଏ ହୋତା ନାଁଟାକୁ ଓଡ଼ିଶାରୁ କିଏ କାଟିଦବ? ନା 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 ତେଣୁ ଯେତିକି ପାରୁଛ ଯେତିକି ନେଇ ଆଣିକି ଥୋଇ ପାରିବ ଆଜ୍ଞା ଆଜ୍ଞା ସେଇତିକି ବାଟ ଯା। ଯା ତାହେଲେ ପ୍ରତ୍ୟେକ ମଣିଷର ଜୀବନର ମୂଳ ହଉଛି ଭାଗ୍ୟ। ଭାଗ୍ୟ ଭାଗ୍ୟ ଭାଗ୍ୟବାଦ ହଁ ହଁ ଆପଣ କୁଆଡେ ଯାଇପାରିବେନି। ନାଇଁ 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 କିରେ ମୋହନ ବାଝି ଗୋଟେ ସ୍କୁଲ ମାଷ୍ଟର ଥିଲା। ହଁ ହଁ ସିଏ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ
ନରେନ୍ଦ୍ର ମୋଦି ଗୋଟେ ସୂତା କଳର ମାଲିକ ଥିଲା। ଆଜ୍ଞା ଆଜ୍ଞା ସେ ଭାରତର ପ୍ରଧାନମନ୍ତ୍ରୀ ନୁହଁ, ଆଉ ସେ ବର୍ତ୍ତମାନ ବିଶ୍ୱରେ ଗୋଟେ ଚର୍ଚ୍ଚିତ ଚେହେରା। ହଉ 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 ତାଙ୍କୁ ନେଇକି ଥୋଇଛି କିଏ ନା ଭାଗ୍ୟ। ଆଜ୍ଞା ଆଜ୍ଞା ଭାଗ୍ୟରେ ନଥିଲେ କୁଆଡେ ହବ। ତେଣୁ ଆମେ ଭାଗ୍ୟବଶାତ ମା ନବା। ହଁ ହଁ ଭାଗ୍ୟର ବଳରେ ଆମେ ଭାଗ୍ୟ ବଳରେ ପାଲା ଦେଖୁଛେ। ହଁ ହଁ ମୋ ବାପା ଲୋକ ଭାଗ୍ୟ ବଳରେ ପାଲା ଦେଖୁଛେ, ହେଲା 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 ଭାଗ୍ୟ ବଳରେ ଝିଅ ବାହାଘର କରୁଛେ। ଭାଗ୍ୟର ବଳରେ ସମସ୍ତ କର୍ମ ଆମେ ସମ୍ପାଦନ କରୁଛେ। ହେଲା ହେଲା ମୋ ଧନ। ତେଣୁ ଭାଗ୍ୟ ନାହିଁ ତ କିଛି ନାହିଁ। ନାଇଁ 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 ଏଇଥିପାଇଁ ବାଇଆ ଗୀତାରେ ବାଇଆ ବାବା କହିଲେ, ଆଉ ଥରେ ଗାଉଛି। ହଉ ହଉ କଲା କେତେବେଳେ ନେଇ ବସାଏ ରାଜ ସିଂହାସନରେ ରାଜ ସିଂହାସନରେ ରାଜ ସିଂହାସନରେ କରି ଭିକାରୀ ବୁଲାଏ ଦ୍ୱାରେ 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 କେତେବେଳେ ବୁଲାଏ ବୁଲାଏ ଦ୍ୱାରେ ଦ୍ୱାରେ। ଏ ଭାଗ୍ୟ କେତେବେଳେ ରାଜ ସିଂହାସନରେ ବସାଏ, ବସାଇ କେତେବେଳେ ଭିକାରୀ କରିଦିଏ। କରିଦି ନେପୋଲିୟନ ବୋନାପାର୍ଟ କେଡେ ବଡ ବୀର ନଥିଲା। ଆଜ୍ଞା ଆଜ୍ଞା ଆଲେକଜାଣ୍ଡାର କେତେ ବଡ ବୀର ନଥିଲା। ଆଉ କଣ ହେଲା, ଗଲା ଅନ୍ତିମ ସମୟ ଗଲା, ହାତକୁ ହଲାଇ ଗଲା ହାତକୁ ହଲାଇ ଆଣିନି ସଂସାରେ କିଛି ନେବି ନାହିଁ, କିଛି ନେବି ନାହିଁ। ହାତକୁ ହଲେଇ ହଲେଇକି ଗଲା, କହିଲା କିଛି ଆଣିନି ଦିହ ସଂସାରରେ, କିଛି ନେବିନି। ନା 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 ଯେତିକି ମା ମାନେ ବଇଛ, ତମେ କଣ ଆଣିଛ? ତମେ କହ ବୁପା ଘରୁ ଡିମାଇଣ୍ଟି ଆଣିଛି, ଆଉ କଣ ଗୋଟେ ହିରୋ ହୋଣ୍ଡା ଡିଲକ୍ସ ଗାଡି ମୋ ବୁପା ଦେଇଛି। ହଁ ହଁ 50,000 ଟଙ୍କା ଡିମାଇଣ୍ଟି ଦେଇଛି। ହେଲା କିଛି ଲାଭ ନାହିଁ। ନାଇଁ 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 ଶାଶୁ ଘରକୁ ଆଇଲ, ଯେମିତି 4 ଦିନ ଯାଇଛି, ହଁ ହଁ ଶାଶୁ ସାଙ୍ଗରେ ଝଗଡା, ହଁ ଯା ସାଙ୍ଗରେ ଝଗଡା, ଘର ଭାଙ୍ଗିଲ ପକେଇଲ ଉଠେଇଲ। ହଁ ହଁ ମୁଁ ଭାର୍ଜିଆ ଯେମିତି ଘର ଭାଙ୍ଗିଲା। କେମିତି ସାରେ ପାଲା ଗାଇକି ଯାଇଛି, ସେତେବେଳ କଥା 25 ବର୍ଷ ତଳ କଥା। ହଁ ହଁ ପାଲାରୁ ଭାଗ ପଡିଛି 1900 ଟଙ୍କା। ହେଲା ହେଲା ମୁଁ ବୋଉ ଗାଧେଇବାକୁ ଯାଇଛି, ହଁ ମୁଁ କଣ କଲି, ମୋ ସ୍ତ୍ରୀ ହାତକୁ 1900 ଟଙ୍କା ଦେଇଦେଲି। ଦେଇଦେଲେ ତାପରେ କହିଲି ରଖିତା, ବୋଉ ଆଇଲେ ଦବୁ।
ହଁ ହଁ ବେଳା ତ ଖରାପ ଆଉ କଣ। ହେଲା ହେଲା କ'ଣ ସେତିକି ବେଳେ ମୋ ବୋଉ ଗାଧେଇକି ଆସିକି ପହଞ୍ଚିଛି। ପହଞ୍ଚିଗଲେ ଆଉ କଲା ହଇରେ ମାଇ ପବୁଲୁ କରା ହେଲୁ। ହଁ ମାକୁ ପଇସା ନ ଦେଇକି ଭାରିଯାକୁ ପଇସା ଦେଲୁ। ଦଉଛୁ ମୋ ବୋଉ ବୁଝି ପାରିଲାନି ହଁ ମୁଁ ନାହିଁ ବୋଲିକି ମୋ ପୁଅ ଟଙ୍କା କଣ ରଖିବ ସ୍ତ୍ରୀ କି ଦେଇଛି ସେ ଆଇଲେ ଶାଶୁକୁ ଦବ। ଦବ ଦବ ଲାଗିଲେ ଶାଶୁ ବୋହୁରେ ଭିଡା ଭିଡି ଲାଗିଲା ବଢିଆ ଆଉ ହେଲେ ବାଡିଆ ପିଟା ଆଉ। ହଁ ହଁ ମୁଁ ସେତେବେଳେ ବଦ୍ରୀନାଥ ଯାଇଥାଏ ବାଦପାଲା ଗାଇବା ପାଇଁ। ବଦ୍ରୀନାଥରେ ପେଣ୍ଡାଲ ହଉଥାଏ ପ୍ରଶାନ୍ତ ନାଥ ଶର୍ମାର ମୋର। ଆଜ୍ଞା 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 ମୋ ସ୍ତ୍ରୀ କହିଲା ମୋ ଶାଶୁ କେମିତି ଭଲ ପାଇବ ହଁ ମୁଁ ଟିକେ ବଦ୍ରୀନାଥ ଯୋଉ ଗଙ୍ଗା ଜଳ ବୋହି ଯାଉଛି ହଁ ହଁ 24 ବୁଡ଼ା ମାରିବି ମୋ ଶାଶୁ କେମିତି ଭଲ ପାଉ। ହେଲା ହେଲା ମୁଁ ଠିଆ ହେଇକି ଦେଖୁଛି ହଁ ମୋ ସ୍ତ୍ରୀ ବୁଡୁଛି ହଁ ଠିଆ ହେଇକି ମୁଣ୍ଡିଆଟେ ମାରୁଛି। ଆଜ୍ଞା 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 ଯେମିତି 24 ବୁଡ଼ା ତାର ସରିଛି ଚାଲିଲା ଶାଶୁ ବୋହୁରେ କଳି ଆଉ କଣ। ଗଳି ଚାଲିଲା ମୋ ବୋଉର ତାର ଝୁଙ୍କା ଝୁଙ୍କୁ କଳି। ଆଉ କ'ଣ ମୋ ବୋଉ କହିଲା ଆଉ ତୋ ସାଙ୍ଗରେ ଯିବିନି ଏରୋପ୍ଲେନରେ ପଳେଇବି। ଏରୋପ୍ଲେନରେ ଟିକେଟ କରିକି ମୋ ବୋଉ ପଳେଇ ଆଇଲା। ମୁଁ ଅନେଇକି ବଇଛି ତାହେଲେ ଇଏ କଣ କ'ଣ ନା ଭାଗ୍ୟ। ଭାଗ୍ୟ ଭାଗ୍ୟ ଭାଗ୍ୟର ଅଧୀନସ୍ଥ କେହି ନୁହଁ। ନାଇଁ 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 ସେଇ ଭାଗ୍ୟ ବିଷୟରେ ପଦେ କହୁଛି। ହେଲା 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 କଲା ଶିବିର ସୀମା ଆକାଶେ ଇଏ ଲଞ୍ଜା ତାରା କି ଖସେ চমকি গলে চক্র পারি হে জিজ্ঞাসিলে কারণ কৌস্তুভ ধারণ কনিষ্ঠ পাণ্ডবঙ্কু চাহিছে মন্ত্রীব অঙ্গুলি রেখা চাই
ଆଜି ବହିଟାକୁ ଏମିତି ଜାଗାରେ ଛାଡ଼ିକି ଯିବି ହଁ ହଁ ହ୍ୟାଲୋ ତୋ ସାରଙ୍କ ମୁଣ୍ଡକୁ ଛତା ବେଣ୍ଟ ଯଦି ନ କରିଦେବି ମୁଁ ନୃସିଂହତା ନୁହଁ। ହଉ 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 ସାର୍ ଟିକେ ରେଷ୍ଟ ନିଅନ୍ତୁ ପଦରା ଗାଈ ଟିକେ ରେଷ୍ଟ ନେଇଯାଆନ୍ତୁ ପଦରା ଗାଈ